ଚାଷୀଙ୍କ ପାଇଁ ଆସିଲା ଖୁସି ଖବର। ଏହି ଦିନ ପିଏମ୍ କିଷାନ ଟଙ୍କା 20ତମ କିସ୍ତି ପାଇପାରିବେ। ଆଉ କେଉଁ ଚାଷୀ ଟଙ୍କା ପାଇପାରିବେନି ଦେଖନ୍ତୁ କ'ଣ ଅପଡେଟ୍ ରହିଛି ଆଉ କେବେ ଆସିବ 20ତମ କିସ୍ତି ଅପେକ୍ଷା କରି ବସିଛନ୍ତି ତ ଦେଖନ୍ତୁ ଶେଷ ପର୍ଯ୍ୟନ୍ତ ଫୁଲ୍ ଷ୍ଟେପ୍ ବାଇ ଷ୍ଟେପ୍ ଜାଣିପାରିବେ। ତ ଦେଖନ୍ତୁ ଆସନ୍ତା 20 ତାରିଖ କିସ୍ତି ଟଙ୍କା ପଠାଇବେ ସରକାର। କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଏହି ଖବର ଘୋଷଣା କରିବାକୁ ଯାଉଛନ୍ତି। ତେବେ ଜୁଲାଇ ପ୍ରଥମ ସପ୍ତାହରେ ପିଏମ୍ କିଷାନ ଟଙ୍କା 20ତମ କିସ୍ତି ମୋଦି ସରକାର ଜାରି କରିପାରନ୍ତି ବୋଲି ବିଶ୍ୱାସ କରାଯାଉଛି। ସରକାର 2025 ଫେବୃଆରୀ ଏହି ଯୋଜନା ଅଧୀନରେ 2000 ଟଙ୍କା 19ତମ କିସ୍ତି ଜାରି କରିଥିଲେ। କୃଷକଙ୍କୁ ଆର୍ଥିକ ସମୃଦ୍ଧି ଏବଂ ପ୍ରଗତି ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ପ୍ରଥମ ଆରମ୍ଭ କରାଯାଇଥିଲା। ଏହି ଯୋଜନା ଅଧୀନରେ ସରକାର ପ୍ରତି 4 ମାସରେ 2000 ଟଙ୍କା କିସ୍ତି ଜାରି କରିଛନ୍ତି। ତଦନ୍ତ ଅନୁସାରେ ପ୍ରତିବର୍ଷ 3ଟି କିସ୍ତିରେ 6000 ଟଙ୍କା ହସ୍ତାନ୍ତରିତ କରାଯାଏ। 2019ରୁ ଚାଷୀମାନେ ଏହି ଯୋଜନାରୁ ଉପକୃତ ହୋଇଆସୁଛନ୍ତି। ସରକାର ରିପୋର୍ଟ ଅନୁଯାୟୀ ଏହି ଯୋଜନାରେ 12 କୋଟିରୁ ଅଧିକ ଚାଷୀ ତାଲିକାଭୁକ୍ତ। ତେବେ ଆପଣ ଯୋଗ୍ୟ। ତେବେ ଯଦି ଆପଣ ଏହି ଯୋଜନାରେ ଲିଙ୍କ୍ ହୋଇଛନ୍ତି ତେବେ ଆପଣ ତୁରନ୍ତ ପଞ୍ଜୀକୃତ କରିପାରିବେ। ପିଏମ୍ କିଷାନ ଯୋଜନା 20ତମ କିସ୍ତି ଶୀଘ୍ର ଜାରି ହେବ। ତଥାପି ଏ ସମ୍ପର୍କ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାର ଘୋଷଣା କରାଯାଇ ନାହିଁ। ଯଦି ଆପଣ ମଧ୍ୟ ଚାହୁଁଛନ୍ତି ତେବେ ଆପଣଙ୍କ 20ତମ କିସ୍ତିର ଟଙ୍କା ତେବେ ତୁରନ୍ତ ଏହି ଦୁଇଟି କାମ କରନ୍ତୁ। ତ ଦେଖନ୍ତୁ କେଉଁ ଚାଷୀମାନେ ଟଙ୍କା ପାଇପାରିବେ ନାହିଁ। ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ଯେଉଁ ଚାଷୀମାନେ ଏପର୍ଯ୍ୟନ୍ତ ସରକାରଙ୍କ ଏହି KYC ପ୍ରକ୍ରିୟା ସମାପ୍ତ କରିନାହାନ୍ତି ତେବେ କିସ୍ତି ଟଙ୍କା ଅଟକି ଯାଇପାରେ। ଏପରି ଚାଷୀମାନେ ନିକଟସ୍ଥ CSC କେନ୍ଦ୍ରକୁ ଯାଇ କିମ୍ବା ପୋର୍ଟାଲ ମାଧ୍ୟମରେ ଯଥାଶୀଘ୍ର KYC ଅପଡେଟ୍ କରିନିଅନ୍ତୁ। ଏହା ସହିତ ଯଦି ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ଆଧାର ଲିଙ୍କ୍ ହୋଇନାହାନ୍ତି ତେବେ ଏହା ଯୋଗୁଁ ମଧ୍ୟ ଟଙ୍କା ଅଟକି ଯାଇପାରେ। ତେଣୁ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ତୁରନ୍ତ ସମାପ୍ତ କରନ୍ତୁ ଯାହାଦ୍ୱାରା ଟଙ୍କା ସମୟ ସୀମାରେ ମିଳିପାରିବ। ତ ଦେଖନ୍ତୁ ଯଦି ଆପଣମାନେ 20ତମ କିସ୍ତି ନେବାକୁ ଚାହୁଁଛନ୍ତି ତାହେଲେ ଖୁବ୍ ଶୀଘ୍ର KYC କରନ୍ତୁ। ବ୍ୟାଙ୍କ ସହିତ ଆଧାର ଲିଙ୍କ୍ କରିନିଅନ୍ତୁ ବା ମୋବାଇଲ ନମ୍ବର ଲିଙ୍କ୍ କରନ୍ତୁ ଖୁବ୍ ଶୀଘ୍ର। ତାହେଲେ ଆପଣମାନେ 20ତମ କିସ୍ତି ଆସିବାକୁ ଯାଉଛି ଆପଣମାନେ ଖୁବ୍ ଶୀଘ୍ର ପାଇପାରିବେ। ତ ଏଇଭଳିଆ ଆଜିର ଅପଡେଟ୍ ଥିଲା। ଆଶା କରୁଛି ଭିଡ଼ିଓ ଭଲ ଲାଗିଥିବ। ତାହେଲେ ସେୟାର କରନ୍ତୁ, ଲାଇକ୍ କରନ୍ତୁ।